Hello everyone, welcome back to SN Education Point. Dear friends, I am here with a notice from SSB. ଦେଖନ୍ତୁ ଆପଣମାନେ ଦେଖିସାରିଥିବେ ଗୋଟେ ନୋଟିସ୍ ଆସିଛି ରିଶେଡ୍ୟୁଲ୍ ଅଫ୍ ପ୍ରୋଗ୍ରାମ୍ CPET ଡେଟେଡ୍ 8/7/2024। ଦେଖନ୍ତୁ ଜୁଲାଇ 8 ତାରିଖକୁ ଯେଉଁ CPET ଏକ୍ଜାମ୍ ହେବାର ଥିଲା ଆମର ଯେଉଁ ପୋଷ୍ଟ ଗ୍ରାଜୁଏସନ୍ ଆଡ଼ମିସନ୍ ପାଇଁ ଯେଉଁ ଏଣ୍ଟ୍ରାନ୍ସ ଟେଷ୍ଟ ହେବାର ଥିଲା ସେଇଟା 4 ତାରିଖ ଆଜିର ନୋଟିସ୍ ଦେଖନ୍ତୁ ତାହା ମୁଁ ଆପଣମାନଙ୍କୁ ଖୋଲିକି ଦେଖାଉଛି। ତ ଏଇ ନୋଟିସ୍ରେ କ'ଣ ଅଛି ଭିତରକୁ ଯାଇକି ଆମେ ଦେଖିବା। କରିଦେଉଛି ଅଲରେଡ଼ି ଡାଉନଲୋଡ଼େಡ್ ଅଛି। ସୋ ଆପଣମାନେ ମଧ୍ୟ SSB ସାଇଟ୍କୁ ଯାଇକି ଏଇ ନୋଟିସ୍ଟାକୁ ଚେକ୍ କରିପାରିବେ। ୟୁ କ୍ୟାନ୍ ସି ହିୟର୍ କି ଇଟ୍ ଇଜ୍ ଫର୍ ଦ ଇନଫର୍ମେସନ୍ ଅଫ୍ ଅଲ୍ କନସର୍ନ ଦ୍ୟାଟ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହାଜ୍ ଡିକ୍ଲେୟାର୍ଡ 8 ଜୁଲାଇ ମଣ୍ଡେ ଏଜ୍ ଏ ହଲିଡେ। ହଁ, ଆମର ଅନରେବୁଲ୍ ଚିଫ୍ ମିନିଷ୍ଟର ଯେଉଁ ଡିକ୍ଲେୟାର କରିଛନ୍ତି 8 ତାରିଖକୁ ରଥଯାତ୍ରା ଛୁଟି ହିସାବରେ, ସେ ଅନୁସାରେ ଯେଉଁ 8 ତାରିଖକୁ CPET ଏକ୍ଜାମ୍ ହେବାର ଥିଲା, ଯେଉଁ PG ପାଇଁ ପୋଷ୍ଟ ଗ୍ରାଜୁଏସନ୍ ପାଇଁ ଯେଉଁ ଏଣ୍ଟ୍ରାନ୍ସ ହେବାର ଥିଲା ସେଟାକୁ ରିସିଡ୍ୟୁଲ୍ କରିଦିଆଯାଇକି 15 ତାରିଖକୁ ହେବ, ମତଲବ ଗୋଟେ ହପ୍ତା ପରେ ହେବ। ଏଇ ମଣ୍ଡେରେ ହେବାର ଥିଲା କିନ୍ତୁ ନେକ୍ସଟ ମଣ୍ଡେକୁ ହେବ। ସୋ ଡିୟର ଫ୍ରେଣ୍ଡସ୍, be alert for this and for the updated information keep touch with me and do like my channel please, and thank you for watching this video. Have a good day, take care। ଦେଖନ୍ତୁ ଆପଣ ଆଉ ଥରେ ଶୁଣି ନିଅନ୍ତୁ କି 8 ତାରିଖକୁ 8 ଜୁଲାଇକୁ ଯେଉଁ ଏକ୍ଜାମ୍ ହେବାର ଥିଲା ସେଇଟା 15 ଜୁଲାଇକୁ ହେବ। ତାହେଲେ ନିଜର ପ୍ରିପାରେସନ୍ ଜାରି ରଖନ୍ତୁ ଏବଂ ଡୁ ୱେଲ୍ ଇନ୍ ୟୋର୍ ଏଣ୍ଟ୍ରାନ୍ସ ଟେଷ୍ଟ। ହ୍ୟାଭ୍ ଏ ଗୁଡ୍ ଡେ, ଟେକ୍ କେୟାର।